ସମ୍ବଲପୁର ସିନ୍ଦୁରପଙ୍କ ବଜାର ପଡ଼ିଆଠାରେ ଦି ପାୱାର ଅଫ୍ ଟ୍ରୁଥର ପ୍ରତିଷ୍ଠାତା ସୁଭାଷ ସାହାଣୀଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକଙ୍କୁ ନେଇ ଏକ ଏକତା ସଭା ରଖାଯାଇଥିଲା, ଯେଉଁଥିରେ ଚାଷୀ ନେତା ରାମସାଗର ସାହୁ, ତ୍ରିଲୋଚନ ମହାନନ୍ଦ, ପୂର୍ବତନ ସରପଞ୍ଚ ମାଣିକ ସାହୁ, ସୁଧାକର ନାଥ, ଭବାନୀ ଶଙ୍କର ସୋହେଲା ଭଳି ଅନେକ ଗଣମାନ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେଇଥିଲେ ଓ ନିଜର ବହୁମୂଲ୍ୟ ମନ୍ତବ୍ୟ ମଧ୍ୟ ଦେଇଥିଲେ। ଏଥିରେ ସିନ୍ଦୁରପଙ୍କ ଦୁର୍ଗାପୂଜା କମିଟି ଓ ସିନ୍ଦୁରପଙ୍କ ଅଟୋ ୟୁନିୟନ ମଧ୍ୟ ଯୋଗଦେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭାଇଚାରା, ପ୍ରେମ ଓ ଏକତାର ଦ୍ୱାରା ସମାଜର ପ୍ରଗତି ଓ ସମୃଦ୍ଧି କରିବାର ପ୍ରୟାସ। ଏହି ସଭାରେ ସ୍ଥାନୀୟ ଲୋକମାନଙ୍କର ନିମନ୍ତେ ସବୁବେଳେ ସାଥିରେ ଠିଆ ହେବି ଓ ଯଥାସମ୍ଭବ ସାହାଯ୍ୟ କରିବି ବୋଲି ଦି ପାୱାର ଅଫ୍ ଟ୍ରୁଥର ପ୍ରତିଷ୍ଠାତା ସୁଭାଷ ସାହାଣୀ ପ୍ରତିଶ୍ରୁତି ଦେଇଥିଲେ। ତା ସହ ମିଳିତ ଭାବରେ ସ୍ୱାଧୀନତା ସଂଗ୍ରାମୀ ବୀର ଛବିଳ ସାହେଙ୍କ ଶହୀଦ ଦିବସ ପାଳନ, ବୀର ସୁରେନ୍ଦ୍ର ସାହେଙ୍କ ଜୟନ୍ତୀ ପାଳନ, ନୂତନ ବର୍ଷ ପାଳନ, ଗଣତନ୍ତ୍ର ଓ ସ୍ୱାଧୀନତା ଦିବସ ଧୁମଧାମରେ ପାଳନ, ସମ୍ବଲପୁର ଦିବସ ତଥା ନୂଆଖାଇ ଉତ୍ସବ ପାଳନକୁ ଏକତାର ବୃଦ୍ଧି କରିବା ସହ ନିଜ ନିଜ ଭିତରେ ଭାଇଚାରା ବୃଦ୍ଧି ପାଇଁ ଗୁରୁତ୍ୱ ଦେଇଥିଲେ।